ହସିବା ପାଇଁ ଆମକୁ ବ୍ୟବସ୍ଥା କରିବାକୁ ପଡ଼ିବ। ଆଉ ହସ ଦ୍ୱାରା ଅନେକ ଲାଭ ମିଳେ। ଆମେ ତାହା ବିଷୟରେ ଆଲୋଚନା କରିବା ନାହିଁ। ଆମେ ଆଲୋଚନା କରିବା ଲେଖାଯାଇଥିବା ଏହି ହସ କଥା ବିଷୟରେ। ମନ୍ଦିରରେ କେବଳ ପୁରୁଷ ପୂଜାରୀ ହିଁ କାହିଁକି ଥାଆନ୍ତି ଜାଣିଛୁ? ପିଣ୍ଟୁ କହିଲା, ନା ଜାଣିନି, ତୁ କହ। ମଣ୍ଟୁ କହୁଛି, ଏହାଦ୍ୱାରା ଲୋକମାନେ କେବଳ ଭଗବାନଙ୍କ ଉପରେ ହିଁ ଧ୍ୟାନ ଦେବେ। ଭେରି ରିଫର୍ମେଟିଭ୍ କମିକ୍। ଆଉ ଗୋଟିଏ ହସ କଥା। ପତି କହୁଛନ୍ତି, ତମେ ନା ଦିନକୁ ଦିନ ସୁନ୍ଦରୀ ହେବାରେ ଲାଗିଛ। ପତ୍ନୀ ଲାଜରେ କହିଲେ, ସତେ? ତମେ କେମିତି ଜାଣିଲ? ପତି ଉତ୍ତର ଦେଉଛନ୍ତି, କାରଣ ଆଜିକାଲି ତୁମକୁ ଦେଖି ରୁଟି ବି ଜଳି ଯାଉଛି। ଆଉ ଗୋଟିଏ ହସ କଥା। ସାଣ୍ଟ ଓ ବାଣ୍ଟ ଦୁଇ ଭାଇ ଗୋଟିଏ ଶ୍ରେଣୀରେ ପଢ଼ନ୍ତି, କିନ୍ତୁ ପରୀକ୍ଷାରେ ପଚରାଯାଇଥିବା ବାପାଙ୍କ ନାମରେ ଉତ୍ତର ଦୁହେଁ ଅଲଗା ଅଲଗା ଲେଖିଥାନ୍ତି। ଶିକ୍ଷକ ପଚାରିଲେ, ଆରେ ଦୁହେଁ ବାପାଙ୍କ ନାମର ଉତ୍ତର କାହିଁ ଅଲଗା ଲେଖିଛ? ସାଣ୍ଟ ଓ ବାଣ୍ଟ ଏକ ସ୍ୱରରେ କହିଲେ, ସାର୍, ତା ନହେଲେ ଆପଣ ଭାବିଥାନ୍ତେ ଆମେ ପରସ୍ପର ଠାରୁ କପି କରିଛୁ ବୋଲି।